ଗୋଟିଏ ଜଙ୍ଗଲରେ ସେଲାକି ବିଲଟିଏ ଥିଲା। ସେ ନିଜକୁ ବୁଦ୍ଧିମାନ ମନେକରି ବହୁତ ଗର୍ବ ଅନୁଭବ କରେ। ପଶୁମାନଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଲେ ସମସ୍ତେ ବିଲୁଆ ନିକଟକୁ ଆସନ୍ତି। ବିଲୁଆ ନିଜ ବୁଦ୍ଧି ବଳରେ କଳିର ସମାଧାନ କରେ। ଏଥିପାଇଁ ବିଲୁଆ ମନରେ ଖୁବ୍ ଗର୍ବ ଥାଏ। ସେ ଭାବେ, ଦେଖ, ସିଂହ ହେଉଛି ଜଙ୍ଗଲର ରାଜା, କିନ୍ତୁ ସମସ୍ତେ ବୁଦ୍ଧି ନେବା ବେଳକୁ ମୋ ନିକଟକୁ ଆସୁଛନ୍ତି। ରାଜାଙ୍କ ପାଖକୁ ବୁଲିଗଲେ ଭେଟି ନେଇ ଯାଉଛନ୍ତି, ଅଥଚ ବିପଦରେ ପଡ଼ି ମୋ ପାଖକୁ ଧାଇଁ ଆସିବେ ଖାଲି ହାତରେ। ଭେଟି ନାହିଁ, କିଛି ନାହିଁ। ଦିନେ ସେ ଖୁବ୍ ରାଗିଯାଇ ଭାବିଲା, ନା ଆଉ ହେବନି, ଏ ନିର୍ବୁଦ୍ଧିଆ ପଶୁମାନଙ୍କୁ ଉଚିତ ଶିକ୍ଷା ଦେବାକୁ ହେବ। ତା ନହେଲେ ସେମାନେ ଏମିତି ମାଗଣାରେ କାମ ଆଦାୟ କରି ନେଉଥିବେ।